ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥପୁର ବ୍ଲକ ଏ ବ୍ଲକର 500 ଊର୍ଦ୍ଧ୍ୱ ଛାମୁଆ କର୍ମୀ ଯେଉଁମାନେ ସଭ୍ୟ ସରପଞ୍ଚ ଜିଲ୍ଲା ପରିଷଦ ୱାର୍ଡ ମେମ୍ବର ଯୁବ ଛାତ୍ର ମହିଳା ସମସ୍ତ ସଂଗଠନ ଛାମୁଆ ନେତାମାନେ ସେମାନେ ଆସିଥିଲେ ତାଙ୍କର ପ୍ରିୟ ନେତା ନବୀନ ବାବୁଙ୍କୁ ଦେଖିବା ପାଇଁ ଏବଂ ତାଙ୍କର ସହିତ କିଛି ସମୟ ଭାବର ଆଦାନ ପ୍ରଦାନ ପାଇଁ। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ବ୍ଲକ ରଘୁନାଥପୁର ଏବଂ ବିରିଡ଼ି ବ୍ଲକକୁ ନେଇ ଗଠିତ ନିର୍ବାଚନ ମଣ୍ଡଳୀ ଅତ୍ୟନ୍ତ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ଆମ ଜିଲ୍ଲାର। ଏଠି ଏକ ଅଭାବନୀୟ ଘଟଣା ଯେଉଁ ଘଟିଲା କିଛି ଦିନ ତଳେ ତାଙ୍କର ଯେଉଁ ବିଧାୟକଙ୍କୁ ସେ ଲହୁ ଲୁହ ଦେଇ ପରିଶ୍ରମ କରି ଦିନ ରାତି ଏକ କରି ଜିତେଇଥିଲେ ସେ ବିଧାୟକ ବିକ୍ରି ହୋଇଗଲେ ରାଜ୍ୟସଭା ନିର୍ବାଚନରେ ଏବଂ ତାପରେ ଲୋକମାନଙ୍କ ଭିତରେ ପ୍ରତିକ୍ରିୟା ଅତ୍ୟନ୍ତ ଭାବରେ ବୃଦ୍ଧି ପାଇଛି। ସାଧାରଣ କର୍ମୀମାନେ ହଜମ କରିପାରୁନାହାନ୍ତି ଘଟଣାକୁ, ତେଣୁ ବିଭିନ୍ନ ସମୟରେ ସେମାନେ ତାଙ୍କର ପ୍ରତିକ୍ରିୟାକୁ ରାଜରାସ୍ତାରେ ମଧ୍ୟ ସେ ବିଧାୟକଙ୍କ ବିରୁଦ୍ଧରେ ପ୍ରଦର୍ଶନ କରୁଛନ୍ତି ମଧ୍ୟ ଏବଂ ଆଗାମୀ ଦିନରେ ବି କରିବେ। ତେଣୁ ସେମାନେ ଏକାଠି ହୋଇ ଗୋଟିଏ ବ୍ଲକର ସମସ୍ତ କର୍ମୀମାନେ କାଲି ଆସିଥିଲେ ତାଙ୍କର ପ୍ରିୟ ନେତା ନବୀନ ବାବୁଙ୍କୁ ଭେଟିଲେ ଏବଂ ନବୀନ ବାବୁଙ୍କ ଠାରୁ ପରାମର୍ଶ ନେଇ ସାଂଗଠନିକ ବ୍ୟବସ୍ଥାକୁ ଆଗକୁ ନେବା ପାଇଁ ସେମାନେ ସଂକଳ୍ପବଦ୍ଧ ହୋଇ ନବୀନ ନିବାସରୁ ଯାଇଛନ୍ତି। ବିଜୁ ଜନତା ଦଳ ତାର ସାଂଗଠନିକ ପ୍ରକ୍ରିୟା କ୍ଷମତାରେ ଥିଲାବେଳେ ମଧ୍ୟ ରେଗୁଲାର ଧାରାବାହିକ ଭାବରେ କରେ। ଆମେ ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ରାଜନୈତିକ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସାଂଗଠନିକ ପ୍ରକ୍ରିୟା ଯୁବ ଛାତ୍ର ମହିଳା ଶ୍ରମିକ କୃଷକ ବିଭିନ୍ନ ସଂଗଠନର ଆମେ ବିଭିନ୍ନ ସମୟରେ ସେ ସାଂଗଠନିକ ପ୍ରକ୍ରିୟାକୁ ହାତକୁ ନେଉ ଏବଂ ଲୋକମାନଙ୍କ ପାଇଁ ଲୋକହିତ ପାଇଁ ଯେଉଁ ବ୍ୟବସ୍ଥା ଲୋକମାନଙ୍କ ପାଖରେ ଯେତେବେଳେ କୌଣସି ଯୋଜନା ଠିକ୍ ଭାବରେ ପହଞ୍ଚେ ନାହିଁ ଲୋକମାନେ ସେଥିରୁ ବଞ୍ଚିତ ହୁଅନ୍ତି। ବିଜୁ ଜନତା ଦଳ ତାର ରାଜନୈତିକ ଚିନ୍ତାଧାରାକୁ ସାବ୍ୟସ୍ତ କରିଛି ଏବଂ ଲୋକମାନଙ୍କ ପାଇଁ ଲଢ଼ିଛି, ଲୋକମାନଙ୍କ ହକ୍ ପାଇବା ପାଇଁ ସଂଗ୍ରାମ କରିଛି। ଆଜି ବିରୋଧୀ ଦଳ ଥିବା ଅବସ୍ଥାରେ ବିଜୁ ଜନତା ଦଳ ସେ ପ୍ରକ୍ରିୟାକୁ ଆହୁରି ଶାଣିତ କରିଛି ଏବଂ ନବୀନ ବାବୁଙ୍କ ନିର୍ଦ୍ଦେଶ ସାଧାରଣ ଲୋକଙ୍କର ଯେଉଁଠି ସମସ୍ୟା ହେବ କୌଣସି ଇସ୍ୟୁରେ ହେଉ କୌଣସି ଘଟଣାରେ ହେଉ ବିଜୁ ଜନତା ଦଳ ତାର ପ୍ରତିକ୍ରିୟା ରଖିଛି ଏବଂ ଲୋକମାନଙ୍କ ପାଇଁ ଲଢ଼େଇ କରିଛି। ଆଗାମୀ ନିର୍ବାଚନ ଆହୁରି 3 ବର୍ଷ ଅଛି, 2-2.5 ବର୍ଷ ଅଛି। ଆଗରେ ପଞ୍ଚାୟତ ନିର୍ବାଚନ ଯେହେତୁ ପାଖେଇ ଆସୁଛି ତେଣୁ ତୃଣମୂଳ ସ୍ତରରେ ସାଂଗଠନିକ ବ୍ୟବସ୍ଥାକୁ ସଜାଡ଼ିବା ଇଏ ପ୍ରତ୍ୟେକ ଦଳ ତାଙ୍କର କାର୍ଯ୍ୟ ଆରମ୍ଭ କଲେଣି, ବିଜୁ ଜନତା ଦଳ ବି ପଛରେ ନାହିଁ। ତେଣୁ ଆମେ ଆଗାମୀ ନିର୍ବାଚନ ପାଇଁ ସାଂଗଠନିକ ବ୍ୟବସ୍ଥାକୁ ସଜାଡ଼ିବା ସ୍ୱାଭାବିକ କଥା, ସଜାଡ଼ୁଛୁ ମଧ୍ୟ। ତୃଣମୂଳ ସ୍ତରରେ ଯେଉଁ ସାମୟିକ ଅବ୍ୟବସ୍ଥା ସୃଷ୍ଟି ହୋଇଥିଲା ନିର୍ବାଚନ ସମୟରେ ତାକୁ ସଜଡ଼ା ସରିଲାଣି। ଆମେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ନୂତନ ଭାବରେ ନେଇ ସାରିଲୁଣୁ ଏବଂ ତାଙ୍କୁ ନେଇ ଆଗାମୀ ଦିନରେ ସାଂଗଠନିକ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ବ୍ୟବସ୍ଥା ଆରମ୍ଭ କରିସାରିଲୁ। ଦେଖନ୍ତୁ, ସାଂଗଠନିକ ପ୍ରକ୍ରିୟା ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଯେଉଁମାନେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତା ଅଛନ୍ତି MLA MP ସେମାନେ ଯେତେବେଳେ ସାଂଗଠନିକ କ୍ରିୟା କରନ୍ତି ପଞ୍ଚାୟତର ଯେଉଁମାନେ ନେତା ଥାଆନ୍ତି ସଭ୍ୟ ସରପଞ୍ଚ ଜିଲ୍ଲା ପରିଷଦ ୱାର୍ଡ ମେମ୍ବର ଏଇମାନଙ୍କୁ ଧରିକିରି କରନ୍ତି। ଆଜିକା ଦିନରେ ଓଡ଼ିଶାରେ 90% ଅଧିକା ବିଜୁ ଜନତା ଦଳ ସମର୍ଥିତ ସଭ୍ୟ ସରପଞ୍ଚ ଜିଲ୍ଲା ପରିଷଦ ଏବେ ବି ଅଛନ୍ତି। ତେଣୁ ସେମାନେ ଯେଉଁଭଳି ଭାବରେ ସାଂଗଠନିକ ପ୍ରକ୍ରିୟା କରୁଥିଲେ ଆମେ ସେଇମାନଙ୍କୁ ଧରି ସାଂଗଠନିକ ପ୍ରକ୍ରିୟା ସେମିତି ଚଲେଇଛୁ। ତେଣୁ ଯେଉଁଠି ନେତା ଚାଲିଗଲେ ସେଠି କର୍ମୀ ଯିବାର କେଉଁଠି ଆଶଙ୍କା ନାହିଁ। ତେଣୁ ନୂଆ ନେତା ସୃଷ୍ଟି ହେବା ବିଜୁ ଜନତା ଦଳର ନେତାର ଅଭାବ ନାହିଁ। ଆମ ଏକକ ନେତା ଭାବରେ ଆମେ ନବୀନ ପଟ୍ଟନାୟକକୁ ସାରା ଓଡ଼ିଶାରେ ବିଜୁ ଜନତା ଦଳ କର୍ମୀମାନେ ନେତା ବୋଲି ମାନନ୍ତି। ତେଣୁ ସେ ଯାହା ନିର୍ଦ୍ଦେଶ ଯେତେବେଳେ ଦେଇଛନ୍ତି ଆଗାମୀ ଦିନରେ ଯାହା ଦେବେ ତାକୁ ନେତା ବୋଲି ଗ୍ରହଣ କରିବେ ଏବଂ ସାଂଗଠନିକ ପ୍ରକ୍ରିୟା ତାଙ୍କ ନେତୃତ୍ୱରେ ଚାଲିବ।